ପିଲାମାନେ ଅଷ୍ଟମ ଶ୍ରେଣୀ ନୂଆ ବହିର ପ୍ରଥମ ଚାପ୍ଟର ଆମ ସାଇନ୍ସର ଆଜି ଆମେ ବିଜ୍ଞାନ ଜଗତର ଅନ୍ୱେଷଣ ତାହାକୁ ଆମେ ପଢ଼ିବା। ବୁଝିହେଲା? ବହୁତ ସୁନ୍ଦର ବିଷୟ। ପିଲାମାନେ ବିଷୟଟିକୁ ଯିବା ପୂର୍ବରୁ ଏଇଠି ଏକ ଗୋଡ଼ି ଦେଖୁଥିବ, ହଁ କି ନାହିଁ? ସାର୍ ଏଇ ଗୋଡ଼ି ଆମକୁ କ'ଣ ଦେଉଛି? ପିଲାମାନେ ବିଜ୍ଞାନ କାହାକୁ କହିବା? ଅଜଣାକୁ ଅନୁସନ୍ଧାନ କରିବାକୁ ହେଲେ ଜିଜ୍ଞାସାର ସହ ଉଡ଼ିବାକୁ ପଡ଼ିବ। କ'ଣ? ଆମେ ଯେଉଁଟା ଜାଣିନାହିଁ ତାକୁ ଯଦି ଆମେ ଅନୁସନ୍ଧାନ କରିବା, ତାକୁ ଯଦି ଖୋଜିବାକୁ ଯିବା, ତାହେଲେ ଆମର ସେତିକି ମନ ଭିତରେ ସେତେ ଇଚ୍ଛା ଶକ୍ତି ସହିତ ଉଡ଼ିବାକୁ ପଡ଼ିବ। ବୁଝିହେଲା? ତାହେଲେ ଗୁଡ଼ି ଆମକୁ ଏହା ଶିଖଉଛି। ଆଉ ଏଇଠି ଗୋଟେ ଗଛର ଚେର ଅଛି ପିଲାମାନେ, ଗଛର ଚେର ସେ ଶିଖଉଛି ଆମକୁ ବିଜ୍ଞାନର ଯେତେ ଭିତରକୁ ଯିବା ଆମେ ସେତେ ଗଭୀର ଜ୍ଞାନ ଗ୍ରହଣ କରିବା। ବୁଝିହେଲା ତ? ତାହେଲେ ବିଷୟଟିକୁ ପଢ଼ିବା ପିଲାମାନେ, ଭଲରେ ବୁଝିବା। ବିଷୟର ପ୍ରଥମ ଦେଲା ଅନୁସନ୍ଧାନ ଓ ଚିନ୍ତନ। ତାହେଲେ ବୈଜ୍ଞାନିକ ହେବାର ଗୋଟେ ପ୍ରଥମ ଲକ୍ଷଣ ତମ ଭିତରେ ଦେଖାଯିବା ଦରକାର ଅନୁସନ୍ଧାନ ଓ ଚିନ୍ତନ। ତାହେଲେ ବୈଜ୍ଞାନିକ ମନୋବୃତ୍ତି ପାଇବା ଆମେ କେମିତି ପାଇବା ତା ବିଷୟରେ ଆମେ ଏ ବିଷୟରେ ଆଗକୁ ଯିବା। ତାହେଲେ ମୋର ପ୍ରିୟର କୁନି ବୈଜ୍ଞାନିକ ମାନେ ସବୁ ସରିଲା। ବର୍ତ୍ତମାନ ଆମେ ଯେତେ ପରିଶ୍ରମ କରିବା ଜୀବନରେ ସେତେ ଆଗକୁ ଚାଲିବା। ବୁଝିହେଲା ତ? ତାହେଲେ ପିଲାମାନେ ବିଜ୍ଞାନ ଜଗତକୁ ଅନୁସନ୍ଧାନ କରିବା ପାଇଁ ଏଗୁଡ଼ିକ ଅନନ୍ୟ ଆହ୍ୱାନ। ପିଲାମାନେ ବିଷୟ ଆରମ୍ଭ କରିବା ପୂର୍ବରୁ କିଛି ପ୍ରଶ୍ନ ସବୁଠି ଦିଆଯାଇଛି। ଏହି ପ୍ରଶ୍ନର ଅର୍ଥ ତମେମାନେ କ'ଣ କିଛି ଶିଖିବ, କିଛି ବିଜ୍ଞାନକୁ ଜାଣିବ। ବୁଝିହେଲା? ଖାଲି ଜାଣିଲେ ହେବନି, ତାକୁ ଅନୁସନ୍ଧାନ କରିବ। ପିଲାମାନେ ଆମେ ଜଳଖିଆରେ ଯେତେବେଳେ ପୁରୀଟିଏ ଖାଉଛେ ଦେଖିବା ପୁରୀର ଗୋଟିଏ ପାର୍ଶ୍ୱ ଓ ଅନ୍ୟ ପାର୍ଶ୍ୱ ଅପେକ୍ଷା ପତଳା କାହିଁକି? ମାନେ ଗୋଟିଏ ପାର୍ଶ୍ୱ ଯଦି ଫୁଲିଥିବ ଅନ୍ୟ ପାର୍ଶ୍ୱଟା କ'ଣ ହେଇଥିବ? ପତଳା ହେଇଥିବ। ଏମିତି କାହିଁକି? ସମୁଦ୍ର ବେଳାଭୂମି ଓ ମରୁଭୂମିରେ ଥିବା ବାଲି ସଂଖ୍ୟା ଅଧିକ ନା ଆମ ଗାଲେକ୍ସିରେ ଥିବା ତାରାଙ୍କ ସଂଖ୍ୟା ଅଧିକ? ଏମିତି କାହିଁକି? ତାହେଲେ ଏସବୁର ପ୍ରଶ୍ନର ଉତ୍ତର ଯଦି ଆମେ ବାହାର କରିବାକୁ ଯିବା, ଯଦି ଏସବୁ ପ୍ରଶ୍ନ ଆମ ମନରେ ଉଙ୍କି ମାରୁଛି, ତାହେଲେ ଆମେ ବୈଜ୍ଞାନିକ ଚିନ୍ତାଧାରାରେ ପଶିଗଲେଣି। ତାହେଲେ ବୈଜ୍ଞାନିକ ଚିନ୍ତାଧାରା କେମିତି ତିଆରି କରିବା ଏ ବିଷୟରେ ଆମକୁ ଦେଇଛି। ଆମେ ପୂର୍ବ କ୍ଲାସରେ ପଢ଼ିଥିଲେ ଉଦ୍ଭିଦ ଓ ପ୍ରାଣୀମାନଙ୍କର ବିବିଧତାକୁ ଲକ୍ଷ୍ୟ କରିଥିଲେ। ବୁଝିହେଲା? ପ୍ରକୃତି କାହିଁକି ଏତେ ବିଶାଳ ବିବିଧତା ସୃଷ୍ଟି କରିଛି? ହେଲା? ତାହେଲେ ବିଶ୍ୱ ସମ୍ପର୍କରେ ଜିଜ୍ଞାସୁ କରୁଥିବା ଆଉ କିଛି ପ୍ରଶ୍ନ ତମ ମନରେ ଅଛି କି? ଯଦି ଅଛି ତାହେଲେ ତମେ ବୈଜ୍ଞାନିକ ଚିନ୍ତାଧାରାରେ ଆସିଛ, ପଶିଗଲଣି। ତାହେଲେ ବୈଜ୍ଞାନିକ ଚିନ୍ତାଧାରା କ'ଣ ଦେଖିବା? ପିଲାମାନେ ଆମେ ପିଲାଦିନୁ ଜିଜ୍ଞାସାର ସହିତ କିଛି ଜାଣିବା ଉପରେ ନିର୍ଭର କରିଛେ। ପୂର୍ବ ଶ୍ରେଣୀରେ ଆମେ ପଢ଼ି ଦେଇଛେ ମଧ୍ୟ କିପରି ଓ କାହିଁକି। ପ୍ରଶ୍ନ ମାଧ୍ୟମରେ ଆମ ଚତୁଃପାର୍ଶ୍ୱରେ ଥିବା ଆଶ୍ଚର୍ଯ୍ୟଜନକ ଘଟଣା ବିଜ୍ଞାନକୁ କିପରି ଆବିଷ୍କାର କରିଥିଲେ ତାହା ଆମେ ଜାଣିଛେ। ତାହେଲେ ଆମେ ଜାଣିଛୁ ଯେ ବିଜ୍ଞାନର ବିକାଶ ଅହରହ ହୋଇ ଚାଲିଛି। ଆମେ ଜାଣିଛେ ବିଜ୍ଞାନ ଦିନକୁ ଦିନ ଦ୍ରୁତ ଗତିରେ ବଢ଼ି ଚାଲିଛି। ହେଲା? ତାହେଲେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଏକ ନୂତନ ପ୍ରଶ୍ନ ତିଆରି କରିପାରେ ଏବଂ ଗଭୀର ଅନୁସନ୍ଧାନ ସହିତ ଆମର ଧାରଣାକୁ ଧୀରେ ଧୀରେ ପରିବର୍ତ୍ତନ କରିପାରେ। ପିଲାମାନେ ବୈଜ୍ଞାନିକମାନେ ଯେତେବେଳେ ମୌଳିକର ଆବିଷ୍କାର କରୁଥିଲେ, ପୂର୍ବ ସପ୍ତମ କ୍ଲାସରେ ଆମେ ପଢ଼ିଛେ ନା, ମୌଳିକ କାହାକୁ କହିବା? ହାଇଡ୍ରୋଜେନ୍, ହିଲିୟମ୍, ଲିଥିୟମ୍, ବେରିଲିୟମ୍, ବୋରୋନ୍, କାର୍ବନ୍, ଏସବୁ ଗୋଟେ ଗୋଟେ ମୌଳିକ। ଏମାନେ ଯେତେବେଳେ ଆବିଷ୍କାର କରୁଥିଲେ ପ୍ରଥମେ 56ଟି ମୌଳିକ ହୋଇଥିଲା, ବର୍ତ୍ତମାନ 118ଟି ମୌଳିକ ହୋଇଗଲାଣି। ମାନେ ବିଜ୍ଞାନ ଦିନକୁ ଦିନ ଉନ୍ନତି କରୁଛି, ଆଗକୁ ମଧ୍ୟ ଆଉ କିଛି ମୌଳିକ ବାହାରିପାରେ। ଆମେ ସପ୍ତମ ଶ୍ରେଣୀରେ ଯେତିକି ଜ୍ଞାନ ଆହରଣ କରିଥିଲେ ତାଠାରୁ ଅଧିକ ଜ୍ଞାନ କେଉଁଠି ଆହରଣ କରିବା? ଅଷ୍ଟମ ଶ୍ରେଣୀରେ। ତାହେଲେ ଆମର ଚିନ୍ତାଧାରା ମଧ୍ୟ ଉନ୍ନତି ହେବ। ତାହେଲେ ବର୍ତ୍ତମାନ ଅଷ୍ଟମ ଶ୍ରେଣୀ ଆମେ କ'ଣ ଜାଣିବା? ବିଜ୍ଞାନ ଜଗତର ଅଧିକ ଅନ୍ୱେଷଣ କରି ଜାଣିପାରିବା ଯେ ବିସ୍ମୟ ଓ ବିବର୍ତ୍ତନ ହିଁ ଏକତ୍ରିତ ଭାବରେ ବିଜ୍ଞାନର କାର୍ଯ୍ୟକାରିତାକୁ ଓ ବିକାଶର ଆଧାର। ବୁଝିହେଲା? ବିସ୍ମୟ ଯେଉଁଟା ଆଶ୍ଚର୍ଯ୍ୟଜନକ ଜିନିଷ, ସେଇଟା ତ ବିଜ୍ଞାନ ସମ୍ଭବ କରି ଦେଖେଇଛି।
जोटा परिवर्तन करवा दिन को दिन आज सड़कटा एमती तैयारी होती सड़कटा ये जल्दी खराब हो जाऊँगी ताकू वैज्ञानिक माने कौन पुणी थे नूतन आविष्कृत कर सड़कटा केमी अधिक वर्ष धरी बंची पारे चला बाट कले आम सड़कटा सेमती थी तार दिन को दिन उन्नति करवा ताहले के विज्ञान कौन कि पिला माने ताहले खाली नूतन तथ्य शिखिबा विज्ञान नुह विज्ञान होची तथ्य को खोजी बाहर करिबा यह होची आमर प्रकृत उद्देश्य बुझेला विज्ञानर अनुसंधानर अर्थ केवल किछि देखिबा एवं तत्संपर्कित सरल प्रश्न पचारिबारे सीमित नुहे खाली तमे एइटा को देखिदेल सारे गछरे फुलटा फुटुची सारे एइटा होउची बुझी होउची तो सबु किछि विज्ञान सहित पिला माने जड़ित बुझी होउची तो ताहाले आमे हेतिकरे रहिबानी आमे आगु को जीवा हमर सुचिंतित प्रश्न पचारिया शक्ति बढ़िबो आज पचारुजे सर एइटा कभी एमिति काली सेइटा कभी सेमिति माने कौन आज पचारुजे सारे कोन रो फॉर्मूला होची एया आमे जानिले परवर्ती क्लास रे आमे पढ़िबा कोन रो फॉर्मूला केमिति बाहरिला a+b रो होल स्क्वायर फॉर्मूला केमिति बाहरिला बुझे तो आज खाली जानी देचे a+b रो होल स्क्वायर फॉर्मूला होची एया आज पढ़ी देचे हाइड्रोजन अर्थ उद्जान हाइड्रोजन कौन जानिने परवर्ती क्लास रे हाइड्रोजन गोटे चैप्टर आसीबो हाइड्रोजन ऊपर गोटे बही लिखि हबो ताले जेते उन्नति आगु आगु बढ़ी चलिबा हमर सुचिंतित बुद्धि सेते बढ़ी चलिबो बुझी होची तो आ सेतिक रही जिबानी ता विषय परीक्षण करिबा हैला उपाय प्रस्तुत करिबा एवं तापरे तुमर बोधगम्यता उन्नत करिया पई पर्यवेक्षण मध्ये करि परिया माने आम मन भितर जो इच्छा शक्ति अछि ताको जागृत करी हमर ज्ञान माध्यम रे किछि नुआ नूतन आविष्कार करिबा ताले पर्यायक्रमे आमे शिखिबा किपरि सावधानतार सहित प्रश्न गुड़िक माध्यम पर्यवेक्षण करिपरिबा चिंतन सह परीक्षण करिबा एवं आमे जहाँ देखुचु ता स्पष्ट भाव में व्याख्या करिपरिबा एमिति करिबा द्वारा केवल शिक्षार्थी नुहे बरम एक अनुसंधान करी कुनी वैज्ञानिक हम जदि तमे खाली देखिबनी ताकू व्याख्या करिपरिबो ताकू पर्यवेक्षण करिपरिबो ताकू चिंतन करिपरिबो ताहाले तमे एक कुनी वैज्ञानिक हेई परिबो बुझेला एवं विश्वर किछि द्वंद्व जो रही जाइछि ताकू दूर करि परिबो तुमर एही यात्रा दैनंदिन जीवन रु आरंभ होई विश्वर बड़ बड़ रहस्य को भेद करि परिबो माने कौन आम छोट रोसे घर आरंभ करी विश्वर बड़ बड़ कौन रहस्य को भेद करिबे माने जेपरि कि छोट कौन चकटा अटा गुड़ा किछि समय पर कठिन हो जाए काहेकि विश्वर उष्णता परिवर्तन काहेकि खरा परे वर्षा वर्षा परे शीत काहेकि होउची ताकू जदि आमे देखिबा पर्यवेक्षण करिबा अनुसंधान करिबा एवं व्याख्या करि परिबा ताहाले आमे एक कुनी वैज्ञानिक हेई परिबा ताहाले ई वैज्ञानिक चिंतन आनिबा केमिति पिला माने आमे तले बही पढ़ी पृष्ठार एक सब देख बही को नूतन बही ये बहुत सुंदर भाव में चित्र माध्यम एनसीईआरटी बही भाया यह सजा होइछि आमे देखिबा जे बाम पृष्ठार तले तुम एक मूलर प्रतिछवि पाइब गछर मूल कहिथिली जहा आमको गभीर ज्ञान दृढ़ भित्तिभूमिर प्रतीक अटे जेते गछ तलू जीवा सेते जेते जोटे विषय जानिबा सेते गभीर ज्ञान आहरण करिबा एवं यह आमर कौन परिवेश परंपरा और सांस्कृतिक प्राकृतिक ऐतिह्य सहित जोड़ी रखे पणा संक्रांति केमिति जानिले उत्कल दिवस केमिति जानिले सेते भीतर को गले सेते गभीर ज्ञान आहरण कले जहाँ आमर परंपरा को बजाई रखिला आगामी पीढ़ी पाई
ଏବଂ ଡାହାଣ ପୃଷ୍ଠାର ଉପର କୋଣରେ ପୁଣି ସେମିତି କହିଥିଲେ ଏକ ଗୁଡ଼ିର ପ୍ରତିଛବି ଅଛି। ଏବଂ ଏହା କ'ଣ ଏହା ଆମକୁ କ'ଣ ଶିଖାଏ? ଅଜଣାକୁ ଅନୁସନ୍ଧାନ କରିବାକୁ ହେଲେ ଜିଜ୍ଞାସାର ସହିତ, ଇଚ୍ଛା ଶକ୍ତିର ସହିତ, ମନର ପୁରା ସବୁ ଭାବର ସହିତ ଆମକୁ ଉଡ଼ିବାକୁ ପଡ଼ିବ। ଯଦି ଚନ୍ଦ୍ର ପାହାକୁ ଯିବାକୁ, ଚନ୍ଦ୍ର ବିଷୟରେ ଜାଣିବା, କେମିତି ଜାଣିବା? ସେଠିକି ଉଡ଼ିବାକୁ ପଡ଼ିବ। ତାହେଲେ ଏକତ୍ରିତ ଭାବରେ ଏହି ଦୁଇଟି ପ୍ରତୀକ ମୂଳ ଏବଂ ଗୁଡ଼ି ହେଲା ତୁମକୁ ପ୍ରକୃତ ପର୍ଯ୍ୟବେକ୍ଷଣ କରିବାକୁ ଉତ୍ସାହିତ କରିବ, ଯାହା ତୁମର ଧାରଣା ଗୁଡ଼ିକୁ ନୂତନ ଦିଗନ୍ତ ଆଡ଼କୁ ଯିବାକୁ ମାର୍ଗ ଦେଖାଇବ। ମନେ ରଖ ପିଲାମାନେ, ବିଜ୍ଞାନରେ ଅନୁସନ୍ଧାନ ସେତେବେଳେ ସର୍ବୋତ୍ତମ ଫଳ ପ୍ରଦାନ କରେ ଯେତେବେଳେ ଆମେ ସ୍ୱାଧୀନ ଭାବରେ ସୃଜନଶୀଳ ଚିନ୍ତାଧାରା ସହିତ ସତର୍କ ପର୍ଯ୍ୟବେକ୍ଷଣ କରିଥାଉ। ବୁଝିହେଲାଟି? ଆମେ ସତର୍କର ସହିତ ସବୁକିଛି ପର୍ଯ୍ୟବେକ୍ଷଣ କରିବା। ତାହେଲେ ପିଲାମାନେ, ବିଷୟକୁ ଆରମ୍ଭ କରିବା ପୂର୍ବରୁ ଯଦି ଆମେ ବିଷୟ ବିଷୟରେ ଜାଣିନେ ତାହେଲେ ଆମେ ପାଠ କିଛି ବୁଝିନେ। ସେମିତି ଗୋଟେ ବହିରେ ଆରମ୍ଭ କରିବା ପୂର୍ବରୁ, ଅଷ୍ଟମ ଶ୍ରେଣୀ ବିଜ୍ଞାନ ବହି ଆରମ୍ଭ କରିବା ପୂର୍ବରୁ ବିଜ୍ଞାନ ବହିର ପ୍ରଥମରୁ ଶେଷ ଯାକେ କ'ଣ କ'ଣ ଦେଇଛି, କ'ଣ ଆମେ ଶିଖିବା, ଯଦି ତାକୁ ଆମେ ପ୍ରଥମରୁ ଜାଣିବାନି ଆମର ମନର ଇଚ୍ଛା ଶକ୍ତି ଆସିବନି। ଯଦି ଆମେ ସୂର୍ଯ୍ୟ ଓ ତାରା ଜଗତ ବିଷୟରେ ପଢ଼ିବା, କ'ଣ ସେଇ ବିଷୟରେ ଥିବ କିରେ, ପ୍ରଥମ ବିଷୟ ସରିଲେ ଦ୍ୱିତୀୟ ବିଷୟ ପଢ଼ିବା, ତାହେଲେ ଆମର ଇଚ୍ଛା ଶକ୍ତି ଆସିବ ନାହିଁ ପାଠ ପଢ଼ିବାକୁ। ତାହେଲେ ତା ପୂର୍ବରୁ ଆଗ ଆମେ ଜାଣିବା। ବୁଝି ହେଉଛି ତ? ତାହେଲେ ଏ ବର୍ଷ ଅନେକ ଦୁଃସାହସିକ କାର୍ଯ୍ୟ ସୂକ୍ଷ୍ମ ଜୀବାଣୁ ଠାରୁ ଆରମ୍ଭ କରି ଗ୍ରହମାନଙ୍କ ସ୍ଥିତି ପର୍ଯ୍ୟନ୍ତ ନେଇଯିବ। ହେଲା, ସୂକ୍ଷ୍ମ ଜୀବାଣୁ ଠାରୁ ଆମେ ଆରମ୍ଭ କରିବା ଏବଂ ଗ୍ରହମାନଙ୍କ ବିଷୟରେ ମଧ୍ୟ ପଢ଼ିବା। ଆଗ ଆରମ୍ଭ କରିବା ଜଳର ଏକ କ୍ଷୁଦ୍ର କଣିକା ବିଷୟରେ। ଆମ ସହିତ ଗଭୀର ଭାବରେ ଜଡ଼ିତ କିନ୍ତୁ ଅଦୃଶ୍ୟ ସୂକ୍ଷ୍ମ ଜୀବମାନଙ୍କର ଏକ ଲୁକାୟିତ ଦୁନିଆକୁ ଉନ୍ମୋଚିତ କରିବା। ହେଲା, ତାହେଲେ ଏମାନଙ୍କ ମଧ୍ୟରୁ କିଛି ଅଦୃଶ୍ୟ ଜୀବ ଅଛନ୍ତି ଯାହା ଆମକୁ ଖାଦ୍ୟ ହଜମ କରିବା କିମ୍ବା ଔଷଧ ଉତ୍ପାଦନ କରିବାରେ ସାହାଯ୍ୟ କରେ ଏବଂ ଅନ୍ୟ ଗୁଡ଼ିକ କ୍ଷତିକାରକ ହୋଇପାରେ ଯାହା ରୋଗ ସଂକ୍ରମଣ ସୃଷ୍ଟି କରିପାରେ, ତା ବିଷୟରେ ମଧ୍ୟ ଜାଣିବା। କିନ୍ତୁ ସୁସ୍ଥ ରହିବା ପାଇଁ ଆମେ କ'ଣ କରିବା, ତା ବିଷୟରେ ମଧ୍ୟ ଜାଣିବା। କିପରି ଆମେ ସଂକ୍ରମଣ ସହିତ ଲଢ଼ିବା, ତା ବିଷୟରେ ମଧ୍ୟ ଜାଣିବା। ପୁଷ୍ଟିକର ଖାଦ୍ୟ, ବ୍ୟାୟାମ, ଔଷଧ ଏବଂ ଟୀକା ଆମକୁ ସୁସ୍ଥ ରଖିବା ସହିତ ସଂକ୍ରମଣରୁ ରକ୍ଷା କରିବାରେ କିପରି ସାହାଯ୍ୟ କରେ ତାହା ମଧ୍ୟ ଜାଣିବା। କିନ୍ତୁ ଏହା ତ ଆରମ୍ଭ ମାତ୍ର। ଆଜିର ଦୁନିଆରେ ବିଜ୍ଞାନ ଆମର ଜୀବନକୁ ଉନ୍ନତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। ଯେମିତି ଆମେ ଫ୍ୟାନ୍ଟା ବୁଲୁଛି, ବୁଝିଲା, କାହା ଦ୍ୱାରା ବୁଲୁଛି? ବିଦ୍ୟୁତ ଦ୍ୱାରା। ବୈଦ୍ୟୁତିକ ତାପନ ଆମକୁ ଉଷ୍ମ ରଖିବାରେ ସାହାଯ୍ୟ କରିବା ସମୟରେ ତାରର ଚୁମ୍ବକୀୟ ପ୍ରଭାବ ମୋଟର ଓ ଯନ୍ତ୍ରପାତି ଗୁଡ଼ିକ କାର୍ଯ୍ୟ କରିବାରେ ମଧ୍ୟ ସାହାଯ୍ୟ କରେ। ଆମେ ବିଜ୍ଞାନ ଏତେ ଆଗକୁ ଗଲାଣି, ଆମେ ଥଣ୍ଡାକୁ ଗରମ କରିପାରୁଛେ, ଗରମକୁ ମଧ୍ୟ ଥଣ୍ଡା କରିପାରୁଛେ। ଏହି ଘଟଣା ଗୁଡ଼ିକ ମୌଳିକ ଭାବରେ ବଳ ଉପରେ ନିର୍ଭର କରେ। ହେଲା, ସବୁକିଛି ବଳ ଉପରେ ନିର୍ଭର କରେ। ତେଣୁ ବିଦ୍ୟୁତ୍ ଶକ୍ତିର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିବା ପରେ ଆମେ ଏହି ବଳ ସମୂହକୁ ନିଜେ ଅଧ୍ୟୟନ କରିବା। ବଳ ବିଷୟରେ ମଧ୍ୟ ପଢ଼ିବା। ଆହୁରି କ'ଣ ପଢ଼ିବା? ଯଦି ଗୋଟେ ପଥରକୁ ଆମେ ଉପରକୁ ଫିଙ୍ଗୁଛେ, ତାହେଲେ ଫଳକୁ ହିଁ ଫିଙ୍ଗୁଛେ, ତାହେଲେ ସେ ତଳକୁ କାହିଁକି ଫେରିଆସେ? କିମ୍ବା ବ୍ରେକ୍ ଲଗାଇଲେ ଏକ କାର୍ କାହିଁକି ଅଟକି ଯାଏ, ତାହା ମଧ୍ୟ ପଢ଼ିବା। ଏହା ଆମକୁ ଚାପ ସମ୍ବନ୍ଧୀୟ ଧାରଣାକୁ ବୁଝେଇ ଦିଏ ଯେ ଏକ ବସ୍ତୁର ପୃଷ୍ଠ ଉପରେ ବଳ କିପରି ବିସ୍ତାରିତ ହୋଇଥାଏ। ହେଲା, ଏଇଟା ହେଲା ଗୋଟେ ବସ୍ତୁ ଆ ଉପରେ ଅଛି, ସମତଳ ଉପରେ। ହେଲା, କେତିକି ଆହରଣ କରିଛି, କେତିକି ସେ କ'ଣ ଏରିଆ କଭର କରିଛି, ତା ବିଷୟରେ ମଧ୍ୟ ପଢ଼ିବା। ଏବଂ ଅଳ୍ପ ଅଳ୍ପ ପବନ ହେଲେ ଆମକୁ ଭଲ ମଜା ଲାଗୁଛି, ଜୋରେ ପବନ ଆସିଲେ ଆମର ଘୂର୍ଣ୍ଣି ବାତ୍ୟା ହେଉଛି, ତା ବିଷୟରେ ମଧ୍ୟ ପଢ଼ିବା। ଏହି ବଳ ଘୂର୍ଣ୍ଣିଝଡ଼ ପରି ପ୍ରାକୃତିକ ଘଟଣା ସହ ସମ୍ପୃକ୍ତ, ଯାହାର କୃଷି ଉପରେ ମଧ୍ୟ ଏବଂ ଆମର ଦୈନନ୍ଦିନ ଜୀବନ ଉପରେ ମଧ୍ୟ ପ୍ରଭାବ କିପରି ପଡ଼େ ତା ଉପରେ ପଢ଼ିବା। ବାୟୁ କିପରି ଚାପ ସୃଷ୍ଟି କରିପାରେ କିମ୍ବା କାହିଁକି ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପାଣି ଫୁଟେ
ତା ବିଷୟରେ ମଧ୍ୟ ପଢ଼ିବା ଏବଂ ପଦାର୍ଥ ଗୁଡ଼ିକ ମଧ୍ୟରେ ବିଷୟରେ ପଢ଼ିବା। ପଦାର୍ଥ କ'ଣ ପଢ଼ିଥିଲା ଆଗରୁ? ମୌଳିକ, ଯୌଗିକ ଏବଂ ମିଶ୍ରଣ। ମୌଳିକ କ'ଣ କହିଥିଲି? ଏକ ବିଶୁଦ୍ଧ ପଦାର୍ଥ କହିଥିଲି କାର୍ବନ, ଅକ୍ସିଜେନ୍, ହାଇଡ୍ରୋଜେନ, ହିଲିୟମ, ଲିଥିୟମ ଏରା ସବୁ ମୌଳିକ। ଯୌଗିକ କାହାକୁ କହିବା? ଦୁଇ ବା ଦୁଇରୁ ଅଧିକ ମୌଳିକ ଯେବେ ମିଶିଯିବେ, କାର୍ବନ ଡାଇଅକ୍ସାଇଡ, ଅଙ୍ଗାରକାମ୍ଳ, CO2, କାର୍ବନ ପ୍ଲସ୍ ଅକ୍ସିଜେନ, ତାହେଲେ ଏଇଟା ଗୋଟେ ଯୌଗିକ। ବୁଝିଲା? ତା ବିଷୟରେ ପଢ଼ିବା। ଆହୁରି କ'ଣ ପଢ଼ିବା? କଣିକା ବିଷୟରେ ପଢ଼ିବା। କେମିତି ଚିନି ପାଣିରେ ଦ୍ରବୀଭୂତ ହେଇ କିମ୍ବା ଚିନି ଚାରେ ଦ୍ରବୀଭୂତ ହୋଇ ମିଠା କରିଦିଏ, ତା ବିଷୟରେ ମଧ୍ୟ ପଢ଼ିବା। ଆଉ କ'ଣ ପଢ଼ିବା ପିଲାମାନେ? କେମିତି ଦିନକୁ ଦିନ କ'ଣ ଆଲୋକ ରଶ୍ମି ଆହୁରି ଅଛି। ଆଲୋକ ରଶ୍ମି କେମିତି ଗୋଟେ ସମତଳରେ ଆଲୋକ ପଡ଼ିଲେ କ'ଣ ହୁଏ, ଗୋଟେ ବକ୍ର ତଳରେ ଆଲୋକ ପଡ଼ିଲେ କ'ଣ ହୁଏ, ଗୋଟେ ଦର୍ପଣ ଉପରେ ଆଲୋକ ପଡ଼ିଲେ କ'ଣ ହୁଏ, ଗୋଟେ ଚିକଣ ପଦାର୍ଥ ଉପରେ ଆଲୋକ ପଡ଼ିଲେ କ'ଣ ହୁଏ, କିମ୍ବା ଏକ କାଠ ଉପରେ ଆଲୋକ ପଡ଼ିଲେ କ'ଣ ହୁଏ, ତାହା ମଧ୍ୟ ପଢ଼ିବା। ଆହୁରି କ'ଣ ପଢ଼ିବା? ଆହୁରି ମଧ୍ୟ ସୂର୍ଯ୍ୟ କେମିତି ଅଧା ଆଲୋକ, କେମିତି ଅଧା ଅନ୍ଧାର ହେଉଛି, ତା ବିଷୟରେ ମଧ୍ୟ ପଢ଼ିବା। ଆହୁରି ଅଛି, ସରିନାହିଁ, କ୍ୟାଲେଣ୍ଡର ବିଷୟରେ ମଧ୍ୟ ପଢ଼ିବା। ହେଲା, ସୂର୍ଯ୍ୟ ଚନ୍ଦ୍ରର ଗତି ମଧ୍ୟ ପଢ଼ିବା। ବୁଝିଲା? ତାହେଲେ ଏମିତି ପଢ଼ି ପଢ଼ି ଆମର ଛୋଟ କ'ଣ କୀଟ ପତଙ୍ଗ ଠାରୁ ଆରମ୍ଭ କରି ବଡ଼ ତିମି ପର୍ଯ୍ୟନ୍ତ, ଛୋଟ ଘାସ ଠାରୁ ଆରମ୍ଭ କରି ମହାଦ୍ରୁମ ପର୍ଯ୍ୟନ୍ତ, ହେଲା ଆମ ଗ୍ରହର ପରିସଂସ୍ଥା ଗଠନ କରୁଥିବା ବାୟୁ, ଜଳ, ସୂର୍ଯ୍ୟ କିରଣ ଏସବୁ ଆମେ ସମସ୍ତଙ୍କ ଉପରେ ନିର୍ଭରଶୀଳ। ହେଲା, ଏସବୁ ଏଇ କ'ଣ ଏଥିରେ ଆମର ଦେଇଛି। ବୁଝିଲା? ଏଥିରେ ଆଉ ପିଲାମାନେ ଆମର କିଛି ନାହିଁ। ହେଲା, ବିଷୟଠାରୁ ବହୁତ କମ୍ କୋଶ୍ଚିନ୍ ଆସିବ, କାରଣ ଏଥିରେ ଆମେ କ'ଣ ପଢ଼ିବା ଦେଇଛି। ଖାଲି ଶେଷରେ ଗୋଟେ ଦେଇଛି, ଆମେ ବୈଜ୍ଞାନିକ ଚିନ୍ତାଧାରା କେମିତି ଆଣିପାରିବା, ସେଇଟା ଗୋଟେ 3 ମାର୍କର କୋଶ୍ଚିନ୍ ଆସିପାରେ। ବୁଝିଲା? ପରୀକ୍ଷାରେ ଏବଂ ଜାଣିବା, ଏଥିରୁ ଆମେ ଶିଖିବା। ପିଲାମାନେ, ଆମେ ପର୍ଯ୍ୟବେକ୍ଷଣ କଲେ ହିଁ ବୈଜ୍ଞାନିକ ଚିନ୍ତାଧାରା ଆଣିପାରିବା। ଯଦି ଆମେ ପୁରୀଟା କେତେ ସମୟରେ ଫୁଲୁଛି, ହେଲା, ତାପମାତ୍ରା କେତେ ତେଲ ଗରମ ହେଲେ ପୁରୀଟା ଭଲରେ ଫୁଲୁଛି, ତାହାର ଯଦି ଆମେ ଏଇଭଳି କୋଶ୍ଚିନ୍ ଆମ ମନକୁ ଆସୁଛି, ଗୋଟିଏ ପାର୍ଶ୍ୱ ପତଳା ଓ ଅନ୍ୟ ପାର୍ଶ୍ୱ ଗୋଟିଏ ପାର୍ଶ୍ୱ ଅନ୍ୟ ଅପେକ୍ଷା ପତଳା କାହିଁକି ହେଉଛି, ସେସବୁ ବିଷୟରେ ଯଦି ଆମ ମନରେ ଏଇ କୋଶ୍ଚିନ୍ ଆସୁଛି, ତାହେଲେ ଆମେ ବୈଜ୍ଞାନିକ ଚିନ୍ତାଧାରା ଆରମ୍ଭ କରିପାରିବା। ବୁଝିହେଲା? ଏଇଠି ଆମର ଶେଷକୁ ଦେଲା, ଏଇଟା କିଛି ନାହିଁ ପିଲାମାନେ, ଅଟା ଗୁଳା କେମିତି ହେଲା, ଦିଟା ଆମେ କ'ଣ ପୁରୀ ନେବା। ବୁଝିହେଲା? ଗୋଟେଟାରେ ଅଳ୍ପ ଗରମ କରିବା ବା ତେଲ, ଆଉ ଗୋଟେ ଥରେ ଅଧିକ ଗରମ କରିବା। ବୁଝିହେଲା? କେଉଁଟା କେତେ ସମୟ ନେଉଛି, ଏଠି ସବୁ ଆମେ ଯେତେବେଳେ କୋଶ୍ଚିନ୍ ପଚାରିବା, ବୈଜ୍ଞାନିକମାନେ ମଧ୍ୟ ଆଜି ପର୍ଯ୍ୟନ୍ତ ବାହାର କରିପାରୁନାହାନ୍ତି କ'ଣ, ଗୋଟିଏ ପାର୍ଶ୍ୱ ପୁରୀ ପତଳା କାହିଁକି। ବୁଝାଉଛି ତ? ଏଇଟା ଆମକୁ ଏ ବିଷୟରେ ପଢ଼ିବା। ଧନ୍ୟବାଦ ପିଲାମାନେ।